तो वर्तमान जदि आम टेक्नोलोजी सोशल मीडिया को नबा ताले मोबाइल तो प्रथम कारण आम धरवा आ द्वितीय है कि आम भावुचे मॉडर्नाइजेशन चक्कर रे आ तृतीय है कि कंपटीशन चतुर्थ है स्ट्रेस स्ट्रेस टाक आम आइदर पेरेंट्स टीचर स्टूडेंट और छुआ को ऊपर प्रेशर किंबा पिला माने भी गोटे कॉम्पिटिटिव माहौल को जो पलाउଛନ୍ତି से स्ट्रेस ହେଇକି ସେଥିରୁ ସେମାନେ ବାହାରିବାକୁ ଚାହୁଁଛନ୍ତି କେମିତି ବାହାରିବେ ତ ସେମାନେ ଗୋଟେ ସର୍ଟକଟ୍ ୱେ ଦେଖି ନେଉଛନ୍ତି ଯେମିତିକି ପାର୍ଟି କରିବା ଖୁସି ହେବା ପାଇଁ କି ଜାଗା ପରିବର୍ତ୍ତନ କରିବା କିମ୍ବା ମଦ କରିବା କିମ୍ବା ବହୁତ ଷ୍ଟ୍ରେସ୍ ହେଇଗଲେ ସେମାନେ ସୁଇସାଇଡ୍ ମର୍ଡର ଭଳିଆ ବି କାମକୁ ପଳାଉଛନ୍ତି ତ ଏଇଥିରୁ କେମିତି ମନକୁ ହିଁ ନିୟନ୍ତ୍ରଣ କରିବାକୁ ପଡ଼ିବ ମାଇଣ୍ଡ ମେଟର୍ସ ଯାହାର ମନ ଯେତେ ସ୍ଥିର ଆଉ ଶାନ୍ତ ରହିପାରିବ ତ ଏଇ ପାଇଁ କି ଗୋଟିଏ ହିଁ ମାଧ୍ୟମ ଧ୍ୟାନ ଆଉ ଯୋଗ ପ୍ରାଣାୟାମ ଏଇ ସବୁ ଆଉ କୁଶଳତା ଜ୍ଞାନ ଏସବୁ ହିଁ ଦରକାର ଅଛି ତ ଆମେ ସମସ୍ତେ ଯେତେ ସଚେତନ ହେଇଯିବା ଆଉ ଛୋଟ ବୟସରୁ ପିଲାଙ୍କୁ ଏଇ ରାସ୍ତାରେ ପସେଇ ନେବା ତ ମୁଁ ଭାବୁଛି ସେମାନଙ୍କୁ ଅବାଟରେ ଯିବା ଆଗରୁ ଆମେ ବାଟରେ ତାଙ୍କୁ ରଖିପାରିବା ମୁଁ ଡକ୍ଟର ବିନୋଦିନୀ ପାତ୍ର ମୁଁ ଆଖି ଡାକ୍ତର ଅଛି ସାଇତ୍ରୀ ଆଇ ହସ୍ପିଟାଲ ଢେଙ୍କାନାଳରେ ବର୍ତ୍ତମାନ କାର୍ଯ୍ୟରତ ଅଛି ଆମେ ଯଦି ଟିକେ ଶାସ୍ତ୍ର କିମ୍ବା ଜ୍ଞାନକୁ ଯିବା ଅର୍ଥ କାମ ଧର୍ମ ମୋକ୍ଷ ଏଇଟାକୁ ଧରିକି ଆମର ମଣିଷ ଜୀବନଟା କୁ ଶୃଙ୍ଖଳିତ କରାଯାଏ ତ ମଣିଷ ଜୀବନ ଶୃଙ୍ଖଳିତ ହେଇଗଲେ ମଣିଷ ନିଜର ମାଇଣ୍ଡଟାକୁ ଯଦି ସେଟ୍ କରିଦେବ କିଛି କୌଣସି ଟେକ୍ନିକ୍ ଦ୍ୱାରା ତ ମେଡିଟେସନ ବର୍ତ୍ତମାନ ଦୁନିଆରେ ନମ୍ବର 1 ଟେକ୍ନିକ୍ ହିସାବରେ ନିଆ ହେଉଛି ଯେକୌଣସି ଧର୍ମ ସଂସ୍ଥା ଚାଲିଛି ସମସ୍ତେ ମେଡିଟେସନକୁ ହିଁ ପ୍ରାଧାନ୍ୟ ଦେଉଛନ୍ତି ତ ଆମର ଏଇ ଆର୍ଟ ଅଫ୍ ଲିଭିଂ ଜୀବନ ବଞ୍ଚିବାର କଳା ରବିଶଙ୍କର ଗୁରୁଦେବଙ୍କର ଏଇଟା ଅର୍ଗାନାଇଜେସନ ଏହା ଦ୍ୱାରା ସହ ସମାଧି ମେଡିଟେସନ ଦ୍ୱାରା ଲୋକଙ୍କର ମନଟାକୁ ସ୍ଥିର କାମ ରାଗ କ୍ରୋଧ ହିଂସା ଘୃଣା ଏଥିରୁ ମୁକ୍ତ କରିବା ପାଇଁ କି ଚେଷ୍ଟାରେ ଆମେ ଚାଲିଛୁ ଦୀର୍ଘ 40 ବର୍ଷ ହେଲା ଆର୍ଟ ଅଫ୍ ଲିଭିଂ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଏଇ ପ୍ରୟାସରେ ସମସ୍ତଙ୍କର ମନକୁ ସ୍ଥିର ଆଉ ଧୀର କରିବା ପାଇଁ ଷ୍ଟ୍ରେସ୍ରୁ ଚାପମୁକ୍ତ କରିବା ପାଇଁ ମନକୁ ଚାପମୁକ୍ତ କରିବା ପାଇଁ କି ଆର୍ଟ ଅଫ୍ ଲିଭିଂ ବହୁତ କାମ କରି ଆସିଛି ଆଉ ୟା ପାଇଁକି ବହୁତ ଜାଗାରେ ଭାରତରେ ଏରାଉଣ୍ଡ 30,000 ଭଲେଣ୍ଟିୟର୍ସ କାମ କରୁଛନ୍ତି ଆଉ ମୁଁ ବି ଜଣେ ଆର୍ଟ ଅଫ୍ ଲିଭିଂ ଟିଚର ତ ଢେଙ୍କାନାଳରେ ବହୁତ ବର୍ଷ ପରେ ଆମେ ଗୋଟେ ସହ ସମାଧି ମେଡିଟେସନ ଅର୍ଗାନାଇଜ କରୁଛୁ କମଳା ମଣ୍ଡପ ଜଗନ୍ନାଥ ସଡ଼କ ସାଇଶ୍ରୀ ହସ୍ପିଟାଲ ପାଖରେ ସକାଳ 7ଟାରୁ 9ଟା ରହିବ ଏଇଟାକୁ ଶିଖିବା ପାଇଁ 3 ଦିନର କ୍ଲାସ୍ ରହିଛି ଆଉ ବାହାରୁ ସିନିୟର ଫ୍ୟାକଲ୍ଟି ଆସୁଛନ୍ତି ୟାକୁ ଶିଖେଇବା ପାଇଁ ତ ସମସ୍ତେ ଆସନ୍ତୁ ଧ୍ୟାନ ଶିଖିବା ଆଉ ମନକୁ ସ୍ଥିର ରଖିବା ଆଉ ଏଇଟାକୁ ଶିଖିବା ପାଇଁ କି 2,000 ଟଙ୍କା ଡୋନେସନ୍ ଶୁଳ୍କ ଅଛି